सरकारଙ୍କ तरफରୁ ଭୂମିହୀନ ଲୋକଙ୍କୁ ଚିହ୍ନଟ କରି 4 ଡିସମିଲ୍ ଲେଖାଏଁ ଜମିପଟ୍ଟା ପ୍ରଦାନ କରାଯାଉଛି। ତେବେ ଅନ୍ୟ ଗାଁ ଲୋକଙ୍କୁ ଏହି ଯୋଜନାରେ ଜମି ଯୋଗାଇବା ଉଦ୍ୟମକୁ ବିରୋଧ କରି ଚମ୍ପୁଆ ତହସିଲ ଅନ୍ତର୍ଗତ ଜୟନ୍ତିନାପୁର ଗ୍ରାମର ଗ୍ରାମବାସୀମାନେ ଆଜି ଚମ୍ପୁଆ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଜୟନ୍ତିନାପୁର ଗ୍ରାମରେ ଅନ୍ୟ ଗ୍ରାମର ଭୂମିହୀନଙ୍କୁ ଥଇଥାନ ପାଇଁ ଯୋଜନା କରାଯାଉଥିବା ବେଳେ ଏହି ଗ୍ରାମରେ ଜଙ୍ଗଲ ଓ ଗୋଚର କିସମ ଜମି କମ୍ ଥିବାରୁ ଅନ୍ୟ ଗାଁରୁ ଲୋକଙ୍କୁ ଆଣି ତାଙ୍କ ଗ୍ରାମରେ ଥଇଥାନ କରାଗଲେ ତାଙ୍କ ଗ୍ରାମରେ ଭବିଷ୍ୟତ ବଂଶଧରଙ୍କ ପାଇଁ ଜମି ସଙ୍କଟ ଦେଖାଦେବା ସହିତ ଗ୍ରାମବାସୀଙ୍କ ପଶୁ ସମ୍ପଦ ପାଇଁ ଆବଶ୍ୟକ ଚାରଣ ଭୂମିର ଘୋର ଅଭାବ ଦେଖାଦେବ। ତେଣୁ ସେମାନେ ତାଙ୍କ ଗ୍ରାମରେ ଅନ୍ୟ ଗ୍ରାମର ଲୋକଙ୍କୁ ଦିଆଯାଇଥିବା 4 ଡିସମିଲ୍ ଜମିପଟ୍ଟାକୁ ଖାରଜ କରିବାକୁ ଦାବି କରିଛନ୍ତି। ମୋ ନାଁ ମିତାରାଣୀ ସିଂ, ଆମ ଘର ଜୟନ୍ତିନାପୁର ଆମ ଗାଁରେ ଅନ୍ୟ ଗାଁର ଲୋକଙ୍କୁ ଆଣି ପଟା 4 ଡିସମିଲ୍ ଲେଖାଏଁ ପଟା ଦେବାର ବ୍ୟବସ୍ଥା କରିଛନ୍ତି। ତେଣୁ ଆମେ ଚାହୁଁଛୁ, ଆମର ତ ଛୋଟ ଗାଁ, ଜାଗା କମ୍ ଅଛି, ତାଙ୍କୁ ତାଙ୍କ ନିଜ ଗାଁରେ ପଟା ଦିଅନ୍ତୁ। ଆମେ 4 ଡିସମିଲ୍ ମାନଙ୍କୁ 4 ଡିସମିଲ୍ ଲେଖାଏଁ ଜାଗା ଦିଅନ୍ତୁ, ଯେହେତୁ ସେମାନେ ଅନ୍ୟ ଗାଁର। ପଟା ତହସିଲ ଦେଉଛନ୍ତି। ଆଜ୍ଞା, ଆମ ଗ୍ରାମବାସୀ ଆଜି ବିରୋଧ କରୁଛୁ, ସବୁ କଲେକ୍ଟରଙ୍କୁ ଜଣାଉଛୁ ଯେ ଆମ ଗାଁରେ ଦିଆଯାଉନି। ଆମର ଛୋଟ ଗାଁ, ଜାଗା କମ୍ ଅଛି, ଆମ ଗାଁର ଲୋକଙ୍କୁ ଆମ ଗାଁରେ ହିଁ ଦିଆଯାଉ, ସେମାନଙ୍କୁ ତାଙ୍କ ଗାଁର ଲୋକଙ୍କୁ ତାଙ୍କ ଗାଁରେ ଦିଆଯାଉ। କି ଆପତ୍ତି ଅଛି ଆଜି ଉପଜିଲ୍ଲାପାଳଙ୍କ ପାଖରେ। ଚନ୍ଦ୍ର ନାୟକ, ମୁଁ ରଜିଆଜିପିର ଜୟନ୍ତିନାପୁର ଗ୍ରାମରୁ ଆସିଛି। ଆମେ ଆଜି ସବ୍ କଲେକ୍ଟର ଅଫିସକୁ ଆସିଛୁ। ଆମେ ଆସିବାର ମୁଖ୍ୟ କାରଣଟି ହେଲା, ଆମେ ଶୁଣିବା ପାଇଁ ପାଇଲୁ ଯେ ଆମ ଗ୍ରାମରେ ଅନ୍ୟ ଗ୍ରାମର ଲୋକମାନଙ୍କୁ ସରକାରଙ୍କ ଯୋଜନା ଅନୁଯାୟୀ 4 ଡିସମିଲ୍ ଲେଖାଏଁ ଜାଗା ଦିଆଯାଇଛି। ଆମେ ଚାହୁଁଛୁ, ଆମ ଗାଁଟା ଯେହେତୁ ଛୋଟ ଗାଁ, ଆମେ ଚାହୁଁଛୁ ଆମ ଗାଁର ଲୋକମାନଙ୍କୁ ହିଁ କେବଳ ଦିଆଯାଉ, ଅନ୍ୟ ଗାଁର ଲୋକମାନଙ୍କୁ ଏଠି ଦିଆଯାଉ ନାହିଁ। ଆମେ ଆସିବାର ମୁଖ୍ୟ କାରଣ ହେଉଛି ଏଇଆ, ତାଙ୍କୁ ତାଙ୍କ ଗାଁରେ ହିଁ ଦିଆଯାଉ।